ଆଜିର ପ୍ରସଙ୍ଗ ମାତୃ ସଶକ୍ତିକରଣ ଏବଂ ସୁରକ୍ଷିତ ଭବିଷ୍ୟତ ପ୍ରଦାନ କରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେଶର ଅନେକ ମହିଳାଙ୍କ କ୍ଷେତ୍ରରେ କମ୍ ପୁଷ୍ଟିସାର ଜନିତ ସମସ୍ୟା ଦେଖିବାକୁ ମିଳିଥାଏ। ପୁଷ୍ଟିସାରର ଅଭାବ ଯୋଗୁଁ ଜଣେ ପ୍ରସୂତିଙ୍କ ଠାରୁ କମ୍ ଓଜନର ଶିଶୁ ଜନ୍ମିତ ହୋଇଥାଏ। ପୁଷ୍ଟିସାରର ଅଭାବ ଗର୍ଭାବସ୍ଥାରୁ ଆରମ୍ଭ ହୁଏ ଏବଂ ଶିଶୁଟିର ସମ୍ପୂର୍ଣ୍ଣ ଜୀବନଚକ୍ରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ। ଏପରିକି ଜନ୍ମର 6 ମାସ ମଧ୍ୟରେ ଶିଶୁଟି ସଠିକ୍ ଭାବରେ ମା କ୍ଷୀର ପାଇପାରିନଥାଏ। ଏଭଳି ଅତ୍ୟନ୍ତ ସମ୍ବେଦନଶୀଳ ଆହ୍ୱାନଗୁଡ଼ିକୁ ସମାଧାନର ମାର୍ଗ ଦେଖାଇଥାଏ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। 2017 ଜାନୁଆରୀ 1ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଏହି ଯୋଜନା କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତିକରଣ ଅଭିଯାନ ମିଶନ ଶକ୍ତିର ଏକ ଅଂଶ ଭାବେ ପରିଗଣିତ ହୋଇଥାଏ। ସମର୍ଥ ଉପଯୋଜନା ମହିଳାଙ୍କର ଆର୍ଥିକ ସଶକ୍ତିକରଣ ଏବଂ ସାମଗ୍ରିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥାଏ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ଗର୍ଭବତୀ ଏବଂ ପ୍ରସୂତି ମହିଳାଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 2017ରୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 2022ରୁ କାର୍ଯ୍ୟକାରୀ ହୋଇଛି। 18 ବର୍ଷ 7 ମାସରୁ ଉର୍ଦ୍ଧ୍ୱ ଏବଂ 55 ବର୍ଷ ମଧ୍ୟରେ ଗର୍ଭବତୀ ମହିଳାଙ୍କୁ ସେଥିରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ପ୍ରଥମ ପର୍ଯ୍ୟାୟ ପରିବାରର ପ୍ରଥମ ଶିଶୁ ପାଇଁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରିବାରର ଦ୍ୱିତୀୟ କନ୍ୟା ସନ୍ତାନ ପାଇଁ ଲାଗୁ ହୋଇଛି। ଏହି ଯୋଜନା ଅଧୀନରେ ପ୍ରଥମ ଜୀବିତ ଶିଶୁ ପାଇଁ 5,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ବେଳେ ଦ୍ୱିତୀୟ କନ୍ୟା ସନ୍ତାନ କ୍ଷେତ୍ରରେ 6,000 ଟଙ୍କା ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି। କନ୍ୟା ସନ୍ତାନ ପ୍ରତି ସକାରାତ୍ମକ ମନୋଭାବକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି। ସମାଜରେ ଲିଙ୍ଗ ଅନୁପାତକୁ ଉନ୍ନତ କରିବାରେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରଥମ ସନ୍ତାନର ପ୍ରସବ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ପାଇଁ ମହିଳାଙ୍କ ଲାଗି ମଜୁରୀ କ୍ଷତିକୁ ଭରଣା କରିବା ଲକ୍ଷ୍ୟରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ କନ୍ୟା ସନ୍ତାନ କ୍ଷେତ୍ରରେ ଅତିରିକ୍ତ ନଗଦ ଅର୍ଥରାଶି ପ୍ରୋତ୍ସାହନ ସମାଜରେ ଲିଙ୍ଗ ସମାନତା ଆଚରଣକୁ ସକାରାତ୍ମକ ମାର୍ଗ ପ୍ରଦର୍ଶନ କରିଥାଏ। ତୃଣମୂଳ ସ୍ତରରେ ଏହି ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅଙ୍ଗନବାଡ଼ି ଏବଂ ଆଶାକର୍ମୀ ସେମାନଙ୍କ ଅଞ୍ଚଳର ଗର୍ଭବତୀ ମହିଳାଙ୍କର ତଥ୍ୟ ସଂଗ୍ରହ କରିବା ସହିତ ଏହି ଯୋଜନାର ସୁଫଳ ସେହି ମହିଳାଙ୍କ ନିକଟରେ ପହଞ୍ଚାଇବା ପାଇଁ ସହଯୋଗ ପ୍ରଦାନ କରିଥାନ୍ତି। ଅନଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରିବାର ବ୍ୟବସ୍ଥା ରହିଛି। 2023 ମସିହାରୁ ନୂତନ ଭାବେ ବିକଶିତ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସଫ୍ଟୱେୟାର କାର୍ଯ୍ୟକ୍ଷମ କରାଯାଇଛି। ସ୍ୱଚ୍ଛତା, ଦକ୍ଷତା ଏବଂ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଆଧାର ପ୍ରମାଣ ମାଧ୍ୟମରେ ସରକାର ଆର୍ଥିକ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ପ୍ରଦାନ କରିଥାନ୍ତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ପୋର୍ଟାଲରେ ମୁଖ ଚିହ୍ନଟ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ପରିଚୟକୁ ସୁନିଶ୍ଚିତ କରାଯାଇଥାଏ। ଏହାପରେ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ଆର୍ଥିକ ସହାୟତା ରାଶି ହସ୍ତାନ୍ତରିତ ହୋଇଥାଏ। ଏହାଦ୍ୱାରା ତଥ୍ୟ ସଂଗ୍ରହ ଏବଂ ସେବା ପ୍ରଦାନରେ ସ୍ୱଚ୍ଛତା ପରିଲକ୍ଷିତ ହୋଇଥାଏ। ସମୟୋଚିତ ପଦକ୍ଷେପ ଦ୍ୱାରା ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ସହାୟତା ରାଶି ପ୍ରଦାନ କରାଯାଇଥାଏ। ଏହି ପୋର୍ଟାଲଟି 12ଟି ଭିନ୍ନ ଭିନ୍ନ ଭାଷାରେ ସ୍ୱୟଂଚାଳିତ SMS ବାର୍ତ୍ତା ପ୍ରଦାନ କରିଥାଏ। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀ ସିଧାସଳଖ ଭାବେ ଯୋଜନାରେ ସାମିଲ ହେବାର ସୁବିଧା ପାଇଥାନ୍ତି। ଏପରିକି ଏ କ୍ଷେତ୍ରରେ ରହୁଥିବା ଅଭିଯୋଗଗୁଡ଼ିକ ତ୍ୱରିତ ସମାଧାନ ହୋଇଥାଏ। ଏହି ଯୋଜନାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରିବା ନେଇ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥାଏ। ଏଥିରେ ବିଭାଗୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଯୋଜନାର ଉଦ୍ଦେଶ୍ୟ ଏବଂ ସୁଫଳ ସମ୍ପର୍କରେ ଅବଗତ କରାଯାଇଥାଏ। ପରେ ଏହି ତାଲିମ ବ୍ୟବସ୍ଥା ଅଙ୍ଗନବାଡ଼ି ଏବଂ ଆଶା କର୍ମୀଙ୍କୁ ପ୍ରଦାନ କରାଯାଇଥାଏ। ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମୋବାଇଲ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହର ବ୍ୟବସ୍ଥା ରହିଛି। ଏହାଦ୍ୱାରା ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଅଧିକ ସହଜ ଓ ସରଳ ହୋଇପାରିଛି। ଏକ ସ୍ୱଚ୍ଛ ଏବଂ ପ୍ରଭାବଶାଳୀ ଢଙ୍ଗରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବାରେ ଏହି ଯୋଜନା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ସମନ୍ୱୟ ରକ୍ଷା ମାଧ୍ୟମରେ ଡିଜିଟାଲ ଉପଯୋଗ ଦ୍ୱାରା ସୁସଂଗଠିତ ବ୍ୟବସ୍ଥାକୁ ଏହି ଯୋଜନା ମାଧ୍ୟମରେ ପ୍ରଚଳନ କରାଯାଇଛି। ତୃଣମୂଳ ସ୍ତରରେ ଗର୍ଭବତୀ ମହିଳାଙ୍କ ଜୀବନଧାରଣ ମାନରେ ଉନ୍ନତି ଏବଂ ସୁରକ୍ଷିତ ଭବିଷ୍ୟତ ଗଠନରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିପାଦନ କରୁଛି।